ଏହି ପୁଷ୍କରିଣୀର ନାମ କାହିଁକି ନରେନ୍ଦ୍ର ହୋଇଛି ସେ ନେଇ ଅନେକ ଇତିହାସ ଓ କିମ୍ବଦନ୍ତୀ ଅଛି। ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳର ତଥ୍ୟ ଅନୁସାରେ ଗଙ୍ଗବଂଶୀ ରାଜା ଭାନୁ ନରସିଂହ ଦେବଙ୍କ ସମୟରେ ଏହି ପୁଷ୍କରିଣୀ ଖନନ ହୋଇଥିଲା। ଏହାଙ୍କର ପାତ୍ର ଥିଲେ ନଖପୋଷୀ ନରେନ୍ଦ୍ର ମହାପାତ୍ର। ତାଙ୍କ ନାମରେ ଏହି ପୁଷ୍କରିଣୀଟି ନାମିତ। ଅନ୍ୟ ମତରେ ଗଜପତି କପିଳେନ୍ଦ୍ର ଦେବଙ୍କ ଭାଇ ନରେନ୍ଦ୍ର ଦେବଙ୍କ ନାମାନୁସାରେ ଏହି ପୁଷ୍କରିଣୀ ନାମିତ ହୋଇଛି। ସେ ଓ ତାଙ୍କର 14 ପୁଅ ଯୁଦ୍ଧ କ୍ଷେତ୍ରରେ ପ୍ରାଣ ହରାଇଥିଲେ। ସେଥିପାଇଁ ତାଙ୍କ ସ୍ତ୍ରୀ କାଳିନ୍ଦୀ ଦେବୀ ପାଟ ମହାଦେବୀଙ୍କ ନାମରେ ଗୋଟିଏ ଘାଟ ଏବଂ 14 ପୁଅଙ୍କ ପାଇଁ 14ଟି ଘାଟ ଏ ପୋଖରୀରେ ଥିଲା। କିନ୍ତୁ ଅନ୍ୟ ଏକ କିମ୍ବଦନ୍ତୀ ଅତ୍ୟନ୍ତ ରୋଚକ। ତାହା ଅନୁସାରେ ରଣପୁର ରାଜ୍ୟର ରାଜା ଥିଲେ ନରେନ୍ଦ୍ର ଦେବ। ସେ ଥିଲେ ଗଜପତି ମହାରାଜଙ୍କର ଅତ୍ୟନ୍ତ ପ୍ରିୟ ଓ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ। ଥରେ ରାଜବାଟିରେ ବୁଲୁ ବୁଲୁ ସେ ଗୋଟିଏ କଖାରୁ ମଞ୍ଜି ପାଇଲେ ଏବଂ ତାଙ୍କର ଦର୍ଶନ ପାଇଁ ଆସିଥିବା ଜଣେ ସର୍ବରାକାରଙ୍କୁ ତାହା ଦେଲେ। କହିଲେ, ଶ୍ରୀ ଜଗନ୍ନାଥଙ୍କ ନାମରେ ଏ ମଞ୍ଜିଟିକୁ ପୋତିବ ଏବଂ ଯାହା ଫଳ ଫଳିବ ତାହା ଠାକୁରଙ୍କୁ ଦେବ। ବିଶ୍ୱାସ ରଖିଲେ ନିଶ୍ଚୟ ସୁଫଳ ମିଳେ। କିମ୍ବଦନ୍ତୀ ଅନୁସାରେ ଏହି କଖାରୁ ମଞ୍ଜିର ଲତା 5 ବର୍ଷ ବଞ୍ଚିଲା ଏବଂ ପ୍ରଚୁର ଫଳ ଫଳିଲା। ତାହାର ବିକ୍ରିରୁ ଲକ୍ଷାଧିକ ଟଙ୍କା ମିଳିଲା। ଯେତିକି ଆୟତନରେ ସେହି କଖାରୁ ଲଟା ମାଡ଼ିଥିଲା ସେହି ଆୟତନରେ ଏବଂ ସେହି ଅର୍ଥରେ ନରେନ୍ଦ୍ର ପୁଷ୍କରିଣୀ ଖୋଳା ହେଲା। ତେଣୁ ରଣପୁରର ରାଜା ନରେନ୍ଦ୍ର ଦେବଙ୍କ ନାମରେ ତାହାର ନାମ ନରେନ୍ଦ୍ର ହୋଇଛି।